ନମସ୍କାର ସାଙ୍ଗମାନେ, ଆଶା କରୁଛି ଆଜିର ଏହି କାହାଣୀଟି ଆପଣମାନଙ୍କୁ ନିଶ୍ଚୟ ପ୍ରଭାବିତ କରିବ। ତେଣୁ ଭିଡ଼ିଓକୁ ପୁରା ଦେଖନ୍ତୁ। ବହୁତ ବର୍ଷ ତଳର କଥା। ଗୋଟିଏ ଛୋଟିଆ ଗାଁରେ ଜଣେ ବେପାରୀ ଦୁର୍ଭାଗ୍ୟବଶତଃ ଗୋଟିଏ ସାହୁକାର ପାଖରୁ ବହୁତ ଗୁଡ଼ିଏ ପଇସା କରଜରେ ନେଇଥିଲା। ସାହୁକାର ଜଣେ ପୂର୍ଣ୍ଣ ସ୍ୱଭାବ ଏବଂ ଚିଡ଼ଚିଡ଼ା ବ୍ୟକ୍ତି ଥିଲା। ସେ ନିଜ ପଇସା ବଦଳରେ ବେପାରୀ ସହିତ ସୌଦା କରିବାକୁ ଚାହୁଁଥିଲା। ସେ ସବୁବେଳେ ବେପାରୀକୁ କହୁଥିଲା କି ସେ ତା ଝିଅ, ଯିଏକି ଦେଖିବାକୁ ବହୁତ ସୁନ୍ଦର ଥିଲା, ଯଦି ତା ସହିତ ତାର ବାହାଘର କରେଇ ଦେଉଛି ତ ସେ ତାର ସବୁ ପଇସାକୁ କ୍ଷମା କରିଦେବ। ସାହୁକାରର ଏହି ପ୍ରସ୍ତାବରେ ବାପ ଝିଅ ଦୁଇଜଣ ଯାକ ବହୁତ ଚିନ୍ତାରେ ଥିଲେ। ଏମିତି ଗୋଟିଏ ଦିନ ସାହୁକାର ବେପାରୀ ସାମ୍ନାରେ ଗୋଟିଏ ପ୍ରସ୍ତାବ ରଖିଲା କି ସେ ଗୋଟିଏ ଖାଲି ବ୍ୟାଗରେ ଗୋଟିଏ ଧଳା ଏବଂ କଳା ପଥର ରଖିବ ଏବଂ ସେହି ଝିଅକୁ ସେହି ବ୍ୟାଗରୁ କୌଣସି ଗୋଟିଏ ପଥର ବାଛିବାକୁ ପଡ଼ିବ। ଯଦି ଝିଅଟି କଳା ପଥର ଉଠେଇବ ତ ସେ ସାହୁକାରକୁ ବାହାଘର ହେବ ଏବଂ ତା ବାପାର ସବୁ କରଜ କ୍ଷମା କରିଦିଆଯିବ। ଆଉ ଯଦି ଧଳା ପଥର ଉଠେଇବ ତ ସେ ସାହୁକାରକୁ ବାହାଘର ହେବ ନାହିଁ, କିନ୍ତୁ ତା ବାପର ସବୁ କରଜ କ୍ଷମା କରିଦିଆଯିବ। ଆଉ ଯଦି ଝିଅ ପଥର ଉଠେଇବା ପାଇଁ ମନା କରିଦେବ ତେବେ ତା ବାପାକୁ ଜେଲ୍ ଯିବାକୁ ପଡ଼ିବ। ସେତେବେଳେ ଝିଅ, ତା ବାପା, ସାହୁକାର ଏବଂ କିଛି ଲୋକ ପଥର ଭରା ରାସ୍ତାରେ ଥିଲେ। ଯେମିତିକି ତାଙ୍କର କଥା ହୋଇଥିଲା। ସାହୁକାର ଦୁଇଟି ଛୋଟ ଛୋଟ ପଥର ଉଠେଇବା ପାଇଁ ତଳକୁ ନଇଁଲା। ଯେତେବେଳେ ସାହୁକାର ଦୁଇଟି ପଥର ଉଠେଇଲା, ଠିକ୍ ସେତିକିବେଳେ ଝିଅ ତା ତୀକ୍ଷ୍ଣ ନଜରରେ ଦେଖିଲା କି ସାହୁକାର ଦୁଇଟି ଯାକ କଳା ପଥର ଉଠେଇଛି ଆଉ ତାକୁ ହିଁ ବ୍ୟାଗରେ ଭରି ଦେଇଛି। ଏବଂ ସାହୁକାର ସେହି ଝିଅକୁ ସେହି ବ୍ୟାଗରୁ ପଥର ଉଠେଇବା ପାଇଁ କହିଲା। ସାଙ୍ଗମାନେ, ଯଦି ସେହି ଝିଅ ଜାଗାରେ ଆପଣ ଥାଆନ୍ତେ ତ ସେହି ସମୟରେ କ'ଣ କରିଥାନ୍ତେ? ଯଦି ଆପଣ ତାକୁ ଉପଦେଶ ଦେବା ପସନ୍ଦ କରିବେ ତ କ'ଣ ଉପଦେଶ ଦେବେ? ଧ୍ୟାନରେ ପରିସ୍ଥିତିକୁ ଦେଖିଲା ପରେ କେବଳ ତିନୋଟି ସମାଧାନର ସମ୍ଭାବନା ହୋଇପାରେ। ପ୍ରଥମ, ଝିଅ ପଥର ବାଛିବା ପାଇଁ ମନା କରିଦେବ। ଦ୍ୱିତୀୟ, ଝିଅ ଏହା କହିଦେବ କି ସାହୁକାର ବ୍ୟାଗରେ ଦୁଇଟି ଯାକ କଳା ପଥର ପସେଇଛି ଆଉ ସାହୁକାରକୁ ବେଇମାନ ସାବ୍ୟସ୍ତ କରିଦେବ। ତୃତୀୟ, ଝିଅ ବ୍ୟାଗରୁ ସେହି କଳା ପଥର ଉଠେଇକି ନିଜ ବାପାକୁ ବଞ୍ଚେଇବା ପାଇଁ ନିଜକୁ ସେହି ସାହୁକାର ସାମ୍ନାରେ ସମର୍ପିତ କରିଦେବ, ଯାହା ଫଳରେ ତା ବାପାର କରଜ ବି କ୍ଷମା କରିଦିଆଯିବ ଏବଂ ତାଙ୍କୁ କୌଣସି ଦଣ୍ଡ ବି ମିଳିବ ନାହିଁ। ସାଙ୍ଗମାନେ, ଏହି କାହାଣୀକୁ ଏହି ଉଦ୍ଦେଶ୍ୟରେ କୁହାଯାଇଛି କି ଆମ ମସ୍ତିଷ୍କ ଏବଂ ଆମ ବିଚାରର ମଝ୍ୟନ୍ତରକୁ ଜାଣିପାରିବା। ସେହି ଝିଅଟି ବ୍ୟାଗରେ ହାତ ପୂରେଇଲା ଆଉ ପଥର ବାହାର କଲା ଏବଂ ପଥର ଭରା ରାସ୍ତାରେ ସେହି ପଥରକୁ ପକେଇଦେଲା। ସେହି ପଥରଟି ବି ଜଲ୍ଦି ଅନ୍ୟ ପଥର ସହିତ ମିଶିଗଲା ଏବଂ ସେତେବେଳେ ଝିଅଟି ସଙ୍ଗେ ସଙ୍ଗେ କହିଲା କି ଆରେ, ପଥରଟି ମୋ ହାତରୁ ଖସି ପଡ଼ିଲା, କିନ୍ତୁ ଏବେ ବି କିଛି କଥା ନାହିଁ। ଆମେ ଏବେ ବି ସେହି ବ୍ୟାଗରେ ବଞ୍ଚିଥିବା ପଥରରୁ ଜାଣିପାରିବା କି ମୁଁ କେଉଁ ପଥରଟି ବାଛିଥିଲି। ଯେତେବେଳେ ବ୍ୟାଗରେ ହାତ ପୂରେଇକି ଦେଖିଲେ, ବ୍ୟାଗରେ କେବଳ କଳା ପଥରଟି ବଞ୍ଚିଥିଲା ଆଉ ସବୁ ମାନିନେଲେ କି ସେହି ଝିଅଟି ଧଳା ପଥରଟି
ଉଠେଇଥିଲା। ଆଉ ସେତେବେଳେ ସାହୁକାରର ବି ବେଇମାନି କରିବା ପାଇଁ ସାହସ ହେଲା ନାହିଁ ଏବଂ ଝିଅଟି ନିଜ ବୁଦ୍ଧି ବଳରେ ନିଜକୁ ବଞ୍ଚେଇଲା ଏବଂ ନିଜ ପିତାକୁ ବି ବଞ୍ଚେଇ ଦେଲା। ଆଉ ଅସମ୍ଭବକୁ ସମ୍ଭବ କରିକି ଦେଖେଇ ଦେଲା। ଏହି କାହାଣୀରୁ କ'ଣ ଶିକ୍ଷା ମିଳିଲା? କି ଅସୁବିଧା ଯେତେ ବଡ଼ ହେଉନା କାହିଁକି ତାର ଉପାୟ ଅବଶ୍ୟ ଅଛି। କେବେ କେବେ ଅସୁବିଧାର ସମାଧାନ କରିବା ପାଇଁ ଆମକୁ ଅଲଗା ପ୍ରକାରରେ ଭାବିବାକୁ ପଡ଼ିଥାଏ। ତେଣୁ ସାଙ୍ଗମାନେ ଅସୁବିଧାକୁ ସମାଧାନ କରିବା ପାଇଁ କିଛି ଅଲଗା ପ୍ରକାରର ଚେଷ୍ଟା କରନ୍ତୁ ଏବଂ ବିଜୟୀ ହୁଅନ୍ତୁ। ସାଙ୍ଗମାନେ, ଯଦି ଆଜିର ଏହି ଭିଡ଼ିଓଟି ଆପଣମାନଙ୍କୁ ଭଲ ଲାଗିଥାଏ ତାହେଲେ ଚ୍ୟାନେଲକୁ ସବସ୍କ୍ରାଇବ୍ କରିନିଅନ୍ତୁ ଏବଂ ଅନ୍ୟମାନଙ୍କ ପାଖକୁ ଏହି ଭିଡ଼ିଓକୁ ସେୟାର କରନ୍ତୁ। ଧନ୍ୟବାଦ।